ଗରିବ ଲୋକଙ୍କୁ କଷ୍ଟ ଦେବାର ଫଳ। କିଶନ ନାମରେ ଜଣେ ଗରିବ ମୋଚି ଥିଲା। ସେ ରାସ୍ତା କଡ଼ରେ ଜୋତା ମରାମତି ଏବଂ ଜୋତା ପଲିସର କାମ କରୁଥିଲା। ଯଦି କୌଣସି ଭଉଣୀର ଚପଲ ଛିଣ୍ଡିଯାଏ ତେବେ କିଶନ ମୋଚି ପାଖକୁ ଆସି ଓ ମାତ୍ର 10 ଟଙ୍କାରେ ମରାମତି କର। ଯଦି କୌଣସି ବାବୁଙ୍କ ଜୋତା ମଇଳା ହୋଇଯାଏ ତେବେ କିଶନ ମୋଚି ପାଖକୁ ଆସ ଏବଂ 10 ଟଙ୍କାରେ ପଲିସ କର। କିଶନ ଦିନକୁ 200 ବା 300ରୁ ଅଧିକ ରୋଜଗାର କରିପାରୁନଥିଲା। ବିଳମ୍ବିତ ରାତିରେ ସେ ପନିପରିବା ଏବଂ ଅଟା ସହିତ ଘରେ ପହଞ୍ଚି କହିଲା, ନିଅ ଲଳିତା, ଆଜି ମୁଁ ଫୁଲକୋବି ଆଣିଛି। ଏହାକୁ ଶୁଖିଲା ମସଲା ଦେଇ ଟିକେ ଚଟପଟା କରି ରୋଷେଇ କର। ଫୁଲକୋବି ଏହି ସମୟରେ ବହୁତ ମହଙ୍ଗା ଅଛି। ତାପରେ ଲଳିତା କହିଲା, ତାହେଲେ କୋବି କାହିଁକି ଆଣିଲ? କିଶନ କହିଲା, ସବୁବେଳେ କଖାରୁ ବୋଇତାଳୁ ସାରୁ ଖାଇ ଖାଇ ବିରକ୍ତ ଲାଗିଲାଣି, ତେଣୁ ଆଜି ମୁଁ ଭାବିଲି ଆଜି ଟିକେ କୋବି ଖାଇବା। ତାପରେ ଲଳିତା କହିଲା, ନିଜର ରୋଜଗାରକୁ ଦେଖ, ତାପରେ ଜିନିଷ କିଣ। ଯଦି ତୁମକୁ ଦାମୀ ଜିନିଷ ଖାଇବାକୁ ଇଚ୍ଛା ତେବେ ଏହି ମୋଚିଗିରି ଛାଡ଼ି ଅନ୍ୟ କିଛି ବ୍ୟବସାୟ ଆରମ୍ଭ କର। କିଶନ କହିଲା, ମୁଁ ଆଉ କ'ଣ କରିପାରିବି? ମୋ ବାପା ମଧ୍ୟ ଜଣେ ମୋଚି ଥିଲେ। ସେ ମୋତେ ସମସ୍ତ କାମ ଶିଖାଇଥିଲେ। ରୋଷେଇ କରିବା ପୂର୍ବରୁ ଦୟାକରି ମୋତେ ଟିକେ ଚା ପ୍ରସ୍ତୁତ କରିଦିଅ, ନହେଲେ ଖାଇବା ପୂର୍ବରୁ ମୋତେ ନିଦ ଆସିଯିବ। କିଛି ସମୟ ପରେ ଲଳିତା ଚା ଆଣିଲା। ଚା ନିଅ। ଆଜି ଘରେ ମସଲା ସରିଯାଇଛି। ତୁମେ କରଡ଼ିମଲ ସେଟ୍ ଦୋକାନରୁ କିଛି ଶୁଖିଲା ମସଲା ନେଇ ଆସ, ନଚେତ୍ କୋବି ସମ୍ପୂର୍ଣ୍ଣ ସ୍ୱାଦହୀନ ଲାଗିବ। ଏହା ଶୁଣି କିଶନ କହିଲା, ଠିକ୍ ଅଛି, ମୁଁ ବର୍ତ୍ତମାନ ଯାଉଛି, କିନ୍ତୁ ସେ କରଡ଼ିମଲ ଦୋକାନ ବନ୍ଦ ନ କରିଦେଉ। ଏହା କହି ସେ ଘରୁ ବାହାରିଗଲା। କରଡ଼ିମଲ ଗାଁର ସବୁଠାରୁ ବଡ଼ ମସଲା ବ୍ୟବସାୟୀ ଥିଲେ। କିଶନ ଯେତେବେଳେ କରଡ଼ିମଲ ଦୋକାନରେ ପହଞ୍ଚିଲା, ସେ ଦୋକାନ ବନ୍ଦ କରୁଥିଲେ। ତାଙ୍କୁ ଦେଖି କିଶନ କହିଲା, ସେଠଜୀ, ଦୋକାନ ବନ୍ଦ କର ନାହିଁ। ମୋତେ 50 ଗ୍ରାମ ଧନିଆ, 50 ଗ୍ରାମ କାଶ୍ମୀରୀ ମରିଚ, 50 ଗ୍ରାମ ଗରମ ମସଲା ଏବଂ 50 ଗ୍ରାମ ହଳଦୀ ଗୁଣ୍ଡ ଦେଇଦିଅ। କିଶନ କଥା ଶୁଣି ସେଠ କହିଲେ, ବର୍ତ୍ତମାନ ମୁଁ ତୁମର 50 ଗ୍ରାମ ମସଲା ପାଇଁ ପୁଣି ଦୋକାନ ଖୋଲିବି? ତୁମେ କାହିଁକି ଜଲ୍ଦି ଆସିଲନି? କିଶନ କହିଲା, ଭୁଲ ହୋଇଗଲା ସେଠଜୀ, ଆଜି କାମରୁ ଫେରିବାରେ ଟିକେ ବିଳମ୍ବ ହୋଇଗଲା। ତାପରେ ମୋ ସ୍ତ୍ରୀର ମଧ୍ୟ ବୁଦ୍ଧି କମ୍। ଯେତେବେଳେ ଜିନିଷ ସମ୍ପୂର୍ଣ୍ଣ ସରିଯିବ ସେତେବେଳେ ହିଁ ସେ କହିବ। ପୁନର୍ବାର କରଡ଼ିମଲ କହିଲା, ତୁମେ ଟଙ୍କା ଆଣିଛ ନା ଖାଲି ହାତରେ ଆସିଛ? କିଶନ କହିଲା, ମୁଁ ଟଙ୍କା ଆଣିଛି। କରଡ଼ିମଲ ଦୋକାନ ଖୋଲି ଏବଂ ସମସ୍ତ ମସଲା ପୁଡ଼ିଆ କରି କିଶନକୁ ଦେଲେ ଓ 500 ଟଙ୍କା ବାହାର କରିବାକୁ କହିଲେ। ଏହି କଥା ଶୁଣି କିଶନ କହିଲା, 500 ଟଙ୍କା କେମିତି ହୋଇଗଲା ସେଠଜୀ? ମସଲାର ଦର କ'ଣ ଏତେ ବଢ଼ିଗଲା? ତାର କଥା ଶୁଣି କରଡ଼ିମଲ କହିଲେ, ଦେଖ, ରାତି 11ଟା ହେବାକୁ ଯାଉଛି। ମୂଲଚାଲ କରିବାର ସମୟ ନାହିଁ। ତୁମ ପରି ଗରିବ ଲୋକଙ୍କୁ ସଉଦା ଦେବା ଅଦରକାରୀ। ତୁମେ ଅଳ୍ପ ଟିକେ ଜିନିଷ କିଣିବ, ତାପରେ ପଇସା ଦେବାକୁ ଅନିଚ୍ଛା ପ୍ରକାଶ କରିବ। ଯଦି ତୁମ ପାଖରେ 500 ଅଛି ତେବେ ମୋତେ କୁହ, ଅନ୍ୟଥା ମୋ ସମୟ ନଷ୍ଟ କର ନାହିଁ। ତାପରେ କିଶନ କହିଲା, ସେଠଜୀ, ବର୍ତ୍ତମାନ ମୋ ପାଖରେ 300 ଟଙ୍କା ଅଛି। ଆପଣ ତାକୁ ରଖନ୍ତୁ। ଆସନ୍ତାକାଲି ମୁଁ ତୁମକୁ ବାକି 200 ଟଙ୍କା ଦେବି। କରଡ଼ିମଲ ପୁନର୍ବାର କହିଲେ, ଗରିବ ଲୋକଙ୍କୁ ମାଗଣା ଏବଂ ଉଦ୍ଧାର ଦେଇ ଦେଇ ମୁଁ ମୋର ହଜାର ହଜାର ଟଙ୍କା ହରାଇଲି। ଏହିପରି କରଡ଼ିମଲ କିଶନକୁ ବହୁତ ଅପମାନ କରିଲା ଓ ଜିନିଷ ଦେଲା। କିଶନ ମସଲା ଧରି ଘରେ ପହଞ୍ଚିଲା। ଖାଇବା ବେଳେ ଲଳିତା କିଶନକୁ କହିଲା, ଅନେକ ଦିନ ହେଲାଣି ମୋତେ ବାନ୍ତି ହେଉଛି, ପେଟରେ ଭାରିପଣ ଅନୁଭବ କରୁଛି। ତୁମେ ମୋତେ ଆସନ୍ତାକାଲି ଡାକ୍ତରଙ୍କ ପାଖକୁ ନେଇଯାଆନ୍ତ କି? ତେବେ କିଶନ କହିଲା, ଠିକ୍ ଅଛି, ମୁଁ ଆସନ୍ତାକାଲି କାମକୁ ଯିବା ପୂର୍ବରୁ ତୁମକୁ ଡାକ୍ତରଙ୍କ ପାଖକୁ ନେଇଯିବି। ପରଦିନ ସେ ସ୍ତ୍ରୀକୁ ଡାକ୍ତରଙ୍କ ପାଖକୁ ନେଇଗଲା। କିଛି ପରୀକ୍ଷା କରିବା ପରେ ଡାକ୍ତର କହିଲେ, ତୁମର ସ୍ତ୍ରୀ ଗର୍ଭବତୀ ଅଛି। ସବୁ କିଛି ଠିକ୍ ଅଛି, କିନ୍ତୁ ଆପଣଙ୍କୁ ଆପଣଙ୍କର ଖାଦ୍ୟରେ ଉନ୍ନତି ଆଣିବାକୁ ପଡ଼ିବ। ଆପଣଙ୍କୁ ଖାଦ୍ୟରେ ଡାଳିମ୍ବ, ଆପଲ୍, କମଳା, କ୍ଷୀର, କଦଳୀ ଆଦି ଖାଇବାକୁ ପଡ଼ିବ। ସେଦିନ ରାତିରେ କିଶନ ଘରକୁ ଫେରିବା ବେଳେ ଲଳିତା ପାଇଁ କିଛି ଫଳ ଆଣିଥିଲା। ତାକୁ ଦେଖି ଲଳିତା କହିଲା, ଏହା ତ ବହୁତ ମହଙ୍ଗା ହୋଇଥିବ। ଆଜି ତୁମେ କରଡ଼ିମଲକୁ ଟଙ୍କା କିପରି ଦେବ? କିଶନ କହିଲା, ତୁମେ କାହିଁକି ଚିନ୍ତା କରୁଛ? ତା ଟଙ୍କା ପରେ ଦିଆଯିବ। ଯଦି ସେ କିଛି କୁହେ ତେବେ 2 ପଦ ଶୁଣିଦେବି ଆଉ। ବର୍ତ୍ତମାନ ମୁଁ ସିଆଡ଼େ ଯିବି ନାହିଁ। କିଶନ ତା ପତ୍ନୀକୁ ଭଲ ଖାଇବାକୁ ଦେବା ପାଇଁ କଠିନ ପରିଶ୍ରମ କରିବାକୁ ଲାଗିଲା। ଯେଉଁଠାରେ ସେ ମୋଚି ଭାବରେ କାମ କରୁଥିଲା ସେହି ସ୍ଥାନରେ କିଛି ପୁରୁଣା ଚପଲ ବିକ୍ରି କରିବାକୁ ମଧ୍ୟ ରଖିଲା। ଖୁବ୍ ଶୀଘ୍ର ତାର ଆୟ ଦ୍ୱିଗୁଣିତ ହେବାକୁ ଲାଗିଲା। ଲଳିତା ଉଦରରେ ନିଜ ଛୁଆକୁ ବଢ଼ୁଥିବାର ଦେଖି କିଶନ ଖୁବ୍ ଖୁସି ହେଉଥିଲା। କିଶନ ଏହି ଖୁସି ଭିତରେ ସେଠର ଟଙ୍କା ଦେବାକୁ ଭୁଲିଗଲା। ଦିନେ ସେ ଖେଳନା କିଣି ଆଣିଥିଲା ଏବଂ ତା ସ୍ତ୍ରୀ ଦେଖି ପଚାରିଲା, ତୁମେ ଖେଳନା କାହିଁକି ଆଣିଲ?
କିଶନ କହିଲା, ମୁଁ ଏତେ ଖୁସି ଅନୁଭବ କରୁଥିଲି ଯେ ମୁଁ ନିଜକୁ ଅଟକାଇ ପାରିଲି ନାହିଁ। ଅନ୍ୟପକ୍ଷରେ କରିଡମଲ କିଶନକୁ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲା। ସଉଦା ନେବା ପରେ କିଶନ ଯେମିତି ନିଖୋଜ ହୋଇଯାଇଥିଲା। ତାପରେ କରିଡମଲକୁ ତାଙ୍କର ଚାକର କହିଲା, ସେଠଜୀ, କିଶନର ପତ୍ନୀ ଗର୍ଭବତୀ, ସେଥିପାଇଁ କିଶନ ବର୍ତ୍ତମାନ ତାର ସେବା କରିବାରେ ବ୍ୟସ୍ତ ଅଛି। ତେଣୁ ଆପଣଙ୍କର ପଇସା ପଟେ ତାର ଧ୍ୟାନ ନାହିଁ। ତାର ପିତା ହେବାର ମଧ୍ୟ ବହୁତ ଇଚ୍ଛା ଥିଲା, କିନ୍ତୁ ବିବାହର ଅନେକ ବର୍ଷ ପରେ ମଧ୍ୟ ତାଙ୍କ ପତ୍ନୀ ଗର୍ଭବତୀ ହୋଇନଥିଲା। ଭଗବାନ ଏବେ ତାର ଡାକ ଶୁଣିଛନ୍ତି। କରିଡମଲ କିଶନ ପ୍ରତି ଈର୍ଷା ହେବାକୁ ଲାଗିଲା। ସେ କହିଲା ଯେ 200 ଟଙ୍କାର ସୁଧ ବଢ଼ି ବଢ଼ି 7000 ଟଙ୍କାକୁ ବୃଦ୍ଧି ପାଇଲାଣି। ବର୍ତ୍ତମାନ ମୁଁ କିଶନ ପାଖରୁ ସମ୍ପୂର୍ଣ୍ଣ 7000 ବସୁଲ କରିବି। ରାତିରେ ଦୋକାନ ଖୋଲିବାକୁ କହି ସାମଗ୍ରୀ ନେଇଗଲା ଏବଂ ବର୍ତ୍ତମାନ ଟଙ୍କା ଦେବାକୁ ଭୁଲିଗଲା। କାଲି ଏଇ 2 ପଇସାର ମୋଚିକୁ ଜଣାପଡ଼ିବ। ପରଦିନ କରିଡମଲ ତାଙ୍କ ଲୋକଙ୍କୁ କିଶନ ପାଖକୁ ପଠାଇଥିଲେ। ସେହି ସମୟରେ କିଶନ ରାସ୍ତା ଉପରେ ଥିବା ତା ଦୋକାନରେ ବସିଥିଲା। ତାପରେ ସେଠର ଲୋକମାନେ କିଶନଙ୍କ ଦୋକାନରେ ପହଞ୍ଚି କହିଥିଲେ ଯେ ତୁମେ ସେଠର ଟଙ୍କା ଫେରସ୍ତ କରିନାହ, ତେଣୁ ଆମେ ତୁମର ସମସ୍ତ ସାମଗ୍ରୀ ଜବତ କରିବାକୁ ଆସିଛୁ। ତାପରେ କିଶନ କହିଲା, ମାତ୍ର 200 ଟଙ୍କା ପାଇଁ ତୁମେ ମୋର ସମସ୍ତ ଜିନିଷ ଜବତ କରିବ? ତାପରେ ସେମାନେ କହିଲେ, 200 ନୁହେଁ, 7000। ସେଠ ପାଖରେ ଚକ୍ରବୃଦ୍ଧି ସୁଧ ଚାଲେ, ତାର ହିସାବ ତୁମେ ବୁଝିପାରିବ ନାହିଁ। କିନ୍ତୁ ଏହା ଜାଣ ଯେ ତୁମର ଋଣ 7000। ଭାଇମାନେ ତାଙ୍କର ସମସ୍ତ ଜିନିଷ ନେଇନିଅ। ଏହା ଶୁଣି କିଶନ କାକୁତି ମିନତି ହୋଇ କହିଲା, ମୋ ଉପରେ ଦୟା କର। ଏହି ଜିନିଷ ମୋ ରୋଜଗାରର ଏକମାତ୍ର ପନ୍ଥା। ଏହି ସବୁକୁ ନିଅ ନାହିଁ। ସେଠଙ୍କ ସବୁ ଟଙ୍କା ମୁଁ ଦେଇଦେବି। ମୁଁ ତୁମମାନଙ୍କ ଗୋଡ଼ ଧରୁଛି। କିଶନର କଥା ଶୁଣି ସେମାନେ କହିଥିଲେ ଯେ ଏହି ସବୁ ଡ୍ରାମା ଆମ ସାମ୍ନାରେ କର ନାହିଁ। ତାପରେ ସେମାନେ କିଶନର ସମସ୍ତ ଜିନିଷ ନେଇ ଚାଲିଗଲେ। କିଶନ କାନ୍ଦି କାନ୍ଦି ତାଙ୍କୁ ଅନୁସରଣ କରି କରିଡମଲଙ୍କ ପାଖରେ ପହଞ୍ଚିଲା ଓ ସେଠକୁ କହିଲା, ମୋ ସ୍ତ୍ରୀ ଗର୍ଭବତୀ ଅଛି। ମୋତେ ବର୍ତ୍ତମାନ ଟଙ୍କାରେ ବହୁତ ଆବଶ୍ୟକ ଅଛି। ମୋ ଉପରେ ଦୟା କର। ମୋର ସମସ୍ତ ଜିନିଷ ମୋତେ ଫେରାଇ ଦିଅ। ତାପରେ କରିଡମଲ କହିଲା, 7000 ଟଙ୍କା ଦିଅ ଏବଂ ତୁମର ଜିନିଷ ସାଙ୍ଗରେ ନେଇଯାଅ। ମୋ ସାମ୍ନାରେ କାନ୍ଦିବାର କୌଣସି ଲାଭ ନାହିଁ। ମୋର କେବଳ ଟଙ୍କା ପାଇଁ ଚିନ୍ତା। ଯେତେବେଳେ କିଶନ ଦୁଃଖରେ ଘରେ ପହଞ୍ଚିଲା, ଲଳିତା ପଚାରିଲା, ଆଜି କ'ଣ ହେଲା? ତୁମେ ଏତେ ଶୀଘ୍ର ଘରକୁ ଫେରି ଆସିଲ? କିଶନ କହିଲା ଯେ କରିଡମଲ ସେଠ ମୋର ସମସ୍ତ ଜିନିଷ ଛଡ଼ାଇ ନେଇଯାଇଛନ୍ତି। ସେ କହୁଛନ୍ତି ମୁଁ ଯେବେ ଋଣର 7000 ଟଙ୍କା ଦେବି ତାପରେ ସେ ମୋର ଜିନିଷ ଫେରାଇବେ। ତାଙ୍କ ପତ୍ନୀ କହିଲେ ଯେ ସେ କରିଡମଲର ସାହସ ଏତେ ବଢ଼ିଯାଇଛି, ତେବେ ତୁମେ ବର୍ତ୍ତମାନ ପୋଲିସକୁ ଯାଅ। କିଶନ କହିଲା, ପୋଲିସକୁ ଯିବାର କୌଣସି ଲାଭ ନାହିଁ। ତାଙ୍କର ଅନେକ ପରିଚୟ ଅଛି। ତାପରେ ପୋଲିସ ମୋ ପରି ଜଣେ ଗରିବ ଲୋକର କଥା ଶୁଣିବ ନାହିଁ। ତେବେ ଲଳିତା କୁହନ୍ତି, ତେବେ ତୁମେ କ'ଣ ହାତରେ ହାତ ଧରି ବସିବ? କିଛି କରିବ ନାହିଁ? ତାପରେ କିଶନ କହିଲା, ମୁଁ ବହୁତ କିଛି କରିବି। ତୁମେ କହୁଥିଲ ମୋଚିର କାମ ଛାଡ଼ିଦିଅ। କରିଡମଲ ହେତୁ ମୁଁ ଏହି କାମ ଛାଡ଼ିଦେବି। ବର୍ତ୍ତମାନ ମୁଁ ଏକ ଜୋତା ଦୋକାନ ଖୋଲିବି। ଲଳିତା କହିଲା, କିନ୍ତୁ ଏଥିପାଇଁ ଟଙ୍କା କେଉଁଠୁ ଆସିବ? କିଶନ କହିଲା, ଘର ବନ୍ଧକ ରଖି। ତାପରେ ସେ ନିଜ ଘରକୁ ଗାଁ ପ୍ରଧାନଙ୍କ ପାଖରେ ବନ୍ଧକ କରି 3 ଲକ୍ଷ ଟଙ୍କା ପାଇଥିଲା। ସେହି ଟଙ୍କା ବିନିଯୋଗ କରି କିଶନ ଏକ ଭଲ ଜୋତା ଏବଂ ଚପଲ ଦୋକାନ ଖୋଲିଥିଲା। ସେ ଉଚିତ ମୂଲ୍ୟରେ ଭଲ ସୁନ୍ଦର ଜୋତା ଏବଂ ଚପଲ ବିକ୍ରି କରୁଥିଲା। ସେଥିପାଇଁ ତାର ଦୋକାନରେ ବହୁତ ଭଲ ବ୍ୟବସାୟ ହେବାକୁ ଲାଗିଲା। କିଛି ମାସ ପରେ ଦିନେ କିଶନ କରିଡମଲ ନିକଟକୁ ଆସିଲା ଏବଂ କହିଲା, ସେଠ, ମୁଁ ତୁମର ଟଙ୍କା ପରିଶୋଧ କରିବାକୁ ଆସିଛି। ଯଦିଓ ମୋର ଆଉ ସେହି ଜିନିଷ ଦରକାର ନାହିଁ, କିନ୍ତୁ ସେ ସବୁ ହେଉଛି ମୋ ପିତାଙ୍କ ସ୍ମୃତି। ସେଥିପାଇଁ ମୁଁ ଏହାକୁ ଫେରାଇ ନେବାକୁ ଚାହୁଁଛି। କରିଡମଲ କହିଲେ, ଚକ୍ରବୃଦ୍ଧି ସୁଧ ହେତୁ ବର୍ତ୍ତମାନ ତୁମର ଋଣ 25000 ହୋଇଗଲାଣି। ତୁମେ ଏହା ପରିଶୋଧ କରିପାରିବ ତ? କିଶନ ତାଙ୍କ ଆଡ଼କୁ ନୋଟର ବଣ୍ଡଲଟିଏ ଫୋପାଡ଼ି ଦେଇ କହିଲା, ଏହା 30000। ଏହାକୁ ରଖ। ଆବଶ୍ୟକ ହେଲେ ଏହା ତୁମର କାମରେ ଆସିବ। କିଶନ ନିଜର ସମସ୍ତ ଜିନିଷ ଫେରାଇ ନେଇ ଚାଲିଗଲା। କରିଡମଲ ପ୍ରଥମ ଥର ପାଇଁ ଅପମାନିତ ଅନୁଭବ କରିଥିଲେ ଏବଂ କହିଥିଲେ ଯେ ଏହି ମୋଚି ମୋ ସାମ୍ନାରେ ଟଙ୍କା ଫୋପାଡ଼ି ମୋତେ ଅପମାନିତ କରିଛି। ସେ ପ୍ରଧାନ ପାଖରେ ଘର ବନ୍ଧକ କରି ତା ଦୋକାନ ଆରମ୍ଭ କରିଛି। ମୁଁ ଏହା ବିଷୟରେ ସବୁ କିଛି ଜାଣେ। ମୁଁ ଏହାର ବ୍ୟବସ୍ଥା କେମିତି କରିବି, ନା ସେ ଘରର ହେବ ନା ଘାଟର ହେବ। ଦିନେ ସେ କରିଡମଲ ପ୍ରଧାନଙ୍କ ଘରକୁ ଗଲେ। ଜୟରାମ ପ୍ରଧାନ ମହୋଦୟ। ପ୍ରଧାନ କହିଲେ, ରାମ ରାମ କରିଡମଲ। ଆଜି ଆପଣ ଏଠାରେ କିପରି? ଆପଣଙ୍କ ମସଲା ବ୍ୟବସାୟରୁ ଟଙ୍କା ରୋଜଗାର କରିବାରୁ ଫୁର୍ସତ ନାହିଁ। କରିଡମଲ କହିଲେ, ପ୍ରଧାନ ମହାଶୟ, ମୁଁ ମୋର ବ୍ୟବସାୟକୁ ବିସ୍ତାର କରିବାକୁ ଆସିଛି। ବାସ୍ତବରେ ମୁଁ କିଶନଙ୍କ ଘର କିଣିବାକୁ ଚାହୁଁଛି। ସେହି ସ୍ଥାନ ଏହାକୁ ଗୋଦାମରେ ପରିଣତ କରିବା ପାଇଁ ଉପଯୁକ୍ତ। ମୁଁ ସେହି ଘର ପାଇଁ 5 ଲକ୍ଷ ଦେବାକୁ ପ୍ରସ୍ତୁତ ଅଛି। ତୁମ ପାଖରେ ସେହି ଘରର କାଗଜପତ୍ର ଅଛି? ଦୟାକରି ମୋତେ ସେହି ଘର ବିକ୍ରୟ କର।
5 ଲକ୍ଷ ଟଙ୍କା ଶୁଣି ପ୍ରଧାନ ତାଙ୍କ ମନରେ ଲୋଭ ହେଲେ ଏବଂ ସେ ତାଙ୍କ ଲୋକ ପଠାଇ କିଶନକୁ ଡକାଇଲେ। କିଶନ ପ୍ରଧାନଙ୍କ ଘରେ ପହଞ୍ଚି କହିଲା, ପ୍ରଧାନଜୀ, କ'ଣ ହେଲା? ଆପଣ କାହିଁକି ଡକାଇଲେ? ପ୍ରଧାନ କହିଲେ, ତୁମର ସୁଧ ବଢ଼ି ବଢ଼ି 5 ଲକ୍ଷ ହେଲାଣି। ମୋତେ ଏବେ ଟଙ୍କା ଦରକାର। ମୋ ଟଙ୍କା ଫେରାଅ, ନଚେତ୍ ମୁଁ ଉଭୟ ଦୋକାନ ଓ ଘର ବିକ୍ରି କରିଦେବି। ତାପରେ କିଶନ କହିଲା, ଆପଣ ଏପରି କ'ଣ କହୁଛନ୍ତି? ପ୍ରଧାନ ମହାଶୟ, ଆପଣ ମୋତେ 2 ବର୍ଷ ସମୟ ଦେଇଥିଲେ। ଏବେ ମୁଁ ତ ଏତେ ଶୀଘ୍ର ଆପଣଙ୍କର ଟଙ୍କା କିପରି ଫେରସ୍ତ କରିବି? ତାପରେ ପ୍ରଧାନ କହିଲେ, ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ବ୍ୟବସ୍ଥା କର, ନଚେତ୍ ଉଭୟ ଘର ଏବଂ ଦୋକାନରୁ ବାହାରକୁ ଯାଅ। କିଶନ କିଛି ଦିନ ପୂର୍ବରୁ କରଡ଼ିମଲକୁ 30,000 ଟଙ୍କା ଦେଇ ଆସିଥିଲା। ସେ 5 ଲକ୍ଷ ଟଙ୍କା ପାଇଁ ବ୍ୟବସ୍ଥା କରିପାରିନଥିଲେ। ପରଦିନ ପ୍ରଧାନଙ୍କ ଲୋକମାନେ କିଶନଙ୍କ ଦୋକାନକୁ ଯାଇ ତା ଦୋକାନ ଓ ଘରକୁ କାବୁ କରି ନେଇଥିଲେ। କିଶନର ପତ୍ନୀ 8 ମାସରେ ଗର୍ଭବତୀ ଥିଲେ। ତାପରେ କିଶନ କହିଲେ, ଚାଲ ଜଙ୍ଗଲ ଆଡ଼କୁ ଯିବା। ଏହି ଗାଁରେ ଆମ ପାଇଁ କୌଣସି ସ୍ଥାନ ବାକି ନାହିଁ। କିଶନ ଏବଂ ତା ପତ୍ନୀ ଜଙ୍ଗଲ ଆଡ଼କୁ ଗଲେ। ଖାଦ୍ୟ ଖୋଜି ଖୋଜି ସେ ଜଙ୍ଗଲ ଭିତରକୁ ବହୁତ ଦୂରକୁ ଯାଇଥିଲେ। ବହୁତ ସମୟ ପରେ ଯେତେବେଳେ ସେମାନେ ଏକ ନଦୀ ପାଖରେ ପହଞ୍ଚିଲେ, ଲଳିତା କହିଲା, ଏହି ନଦୀ ନିଶ୍ଚୟ କୌଣସି ଗାଁକୁ ଯାଇଥିବ। କିଶନ ଏକ କାଠ ଡଙ୍ଗା ତିଆରି କଲେ ଏବଂ ଦୁହେଁ ସେହି ଡଙ୍ଗାରେ ବସିଥିଲେ। ସେହି ନଦୀ କିଶନ ଏବଂ ଲଳିତାକୁ ଏକ ମରୁଭୂମିକୁ ନେଇଗଲା। ତାପରେ କିଶନ କହିଲା, ଆମେ ଏକ ମରୁଭୂମିରେ ପହଞ୍ଚିଗଲେ। କିଶନ ଦେଖିଲେ ଯେ ସେହି ମରୁଭୂମି ସାଧାରଣ ମରୁଭୂମି ନୁହେଁ। ସେଠାରେ ବାଲିର ପର୍ବତ ବଦଳରେ ଶୁଖିଲା ମସଲାର ପର୍ବତ, ହଳଦୀ ଗୁଣ୍ଡର ପର୍ବତ, ଲଙ୍କାଗୁଣ୍ଡ ପର୍ବତ, ଶୁଖିଲା ଧନିଆର ପର୍ବତ, ଶୁଖିଲା ଆମ୍ବଚୁର ପାଉଡରର ପର୍ବତ ଏବଂ ଅନ୍ୟାନ୍ୟ ମସଲା ଥିଲା। ତାପରେ ଲଳିତା କହିଲା ଯେ ଲାଗୁଛି ଭଗବାନ ଆମକୁ ସାହାଯ୍ୟ କରିବାକୁ ଏଠାକୁ ଆଣିଛନ୍ତି। ତାପରେ କିଶନ କହିଲା, ଠିକ୍ ଅଛି, ମୁଁ ଏହି ମସଲା ଗୁଡ଼ିକୁ ଗାଁକୁ ନେଇ କରଟିମଲ ଠାରୁ ବଡ଼ ଦୋକାନ ଖୋଲିବି। କିଶନ ଏକ ଅଖାରେ ଅନେକ ପ୍ରକାରର ଶୁଖିଲା ମସଲା ଭର୍ତ୍ତି କରି ଗାଁରେ ପହଞ୍ଚିଲା। କିଶନ ବହୁତ ଶସ୍ତା ମୂଲ୍ୟରେ ମସଲା ବିକ୍ରି କରିବା ଆରମ୍ଭ କଲା ଏବଂ ପାଟି କରି ଡାକିଲା, ଆସନ୍ତୁ ଭାଇ ଓ ଭଉଣୀମାନେ, ଆସନ୍ତୁ, କୌଣସି ବି ମସଲା କିଲୋ 100 ଟଙ୍କାରେ ନିଅନ୍ତୁ। କିଶନ ନିକଟରେ ଗ୍ରାମବାସୀଙ୍କ ଭିଡ଼ ଜମିଗଲା। କିଛି ବ୍ୟବସାୟୀ ମଧ୍ୟ ବହୁ ପରିମାଣରେ ମସଲା କିଣିବାକୁ ଆସିଥିଲେ। ଯେତେବେଳେ କରଡ଼ିମଲ ଏହା ଜାଣିଲେ, ସେ ନିଜେ ସେହି ସ୍ଥାନରେ ପହଞ୍ଚିଥିଲେ ଯେଉଁଠାରେ କିଶନ ମସଲା ବିକ୍ରି କରୁଥିଲେ। କିଶନ କିପରି ଏତେ ମସଲା ପାଇଲା ତାହା ଦେଖି କରଡ଼ିମଲ ଆଶ୍ଚର୍ଯ୍ୟ ହୋଇଗଲେ। କରଡ଼ିମଲ ତାଙ୍କର ଜଣେ ସେବକକୁ 10,000 ଦେଇ କହିଲେ ଯେ, ତୁମର କାମ ହେଲା ଆଜିଠାରୁ କିଶନ ଉପରେ ସବୁବେଳେ ନଜର ରଖିବ। କିଶନ ମସଲା କେଉଁଠାରୁ ଆଣୁଛି ତାହା ଖୋଜି ବାହାର କର। ବର୍ତ୍ତମାନ କିଶନର ସମସ୍ତ ସାମଗ୍ରୀ ବିକ୍ରି ହୋଇଗଲା। ତେଣୁ ସେ ରାତିରେ ଜଙ୍ଗଲ ଆଡ଼କୁ ଗଲା। କରଡ଼ିମଲର ଲୋକ ମଧ୍ୟ ତାର ପଛେ ପଛେ ଯାଇ କିଶନକୁ ନଦୀ ଦେଇ ମରୁଭୂମିରେ ପହଞ୍ଚିବା ଦେଖିଲେ। ସେ ଯାଇ ସେଠକୁ ସବୁକିଛି ଜଣାଇଲେ। ସେଠଜୀ, ଜଙ୍ଗଲରେ ଗୋଟେ ନଦୀ ଅଛି ଯାହା ମସଲା ମରୁଭୂମିକୁ ଯାଏ। ଏହା ସାଧାରଣ ମରୁଭୂମି ନୁହଁ, ମସଲାର ମରୁଭୂମି। ସବୁ ସ୍ଥାନରେ ମସଲାର ପର୍ବତ ଅଛି। କରଡ଼ିମଲ ତୁରନ୍ତ ଡଙ୍ଗା ଉପରେ ବସି ମସଲା ମରୁଭୂମିରେ ପହଞ୍ଚିଥିଲେ। ସେ ମଧ୍ୟ ଅଖା ଭିତରେ ମସଲା ଭର୍ତ୍ତି କରି ନିଜ ଦୋକାନକୁ ଆଣିଥିଲେ। କିନ୍ତୁ ଯେତେବେଳେ ଅଖା ଖୋଲି ଦେଖିଲେ ଯେ ସେଥିରେ ବାଲି ଭରି ହୋଇଥିଲା। ଅନ୍ୟପକ୍ଷରେ କିଶନ ମଧ୍ୟ ମରୁଭୂମିରୁ ମସଲା ଆଣୁଥିଲା, କିନ୍ତୁ ତାର ମସଲା ରହୁଥିଲା। ତେଣୁ ସେବକ କହିଲା, ସେଠଜୀ, ମୁଁ ଭାବୁଛି କିଶନକୁ କିଛି ଆଶୀର୍ବାଦ ମିଳିଛି। ସେ ମଧ୍ୟ ଏହି ମରୁଭୂମିରୁ ମସଲା ଆଣୁଛି, କିନ୍ତୁ ତାର ଅଖାରେ ମସଲା ରହୁଛି, ବାଲି ହେଉନାହିଁ। କିଶନ ଖୁବ୍ ଶୀଘ୍ର ବହୁତ ଧନୀ ହୋଇଗଲା। ସେ ଏକ ବଡ଼ ମସଲା ଦୋକାନ ଖୋଲିଲା। ବର୍ତ୍ତମାନ କେହି କରଡ଼ିମଲକୁ ପଚାରିଲେ ନାହିଁ ଏବଂ ଧୀରେ ଧୀରେ କରଡ଼ିମଲ ଦୋକାନ ବନ୍ଦ ହେବାକୁ ଲାଗିଲା। କିଶନର ଘରେ ଗୋଟିଏ ଝିଅ ଜନ୍ମ ହେଲା ଏବଂ ସେମାନେ ସେମାନଙ୍କର ଖୁସିମୟ ଜୀବନ ଆରମ୍ଭ କଲେ ଏବଂ ଆନନ୍ଦରେ ରହିବାକୁ ଲାଗିଲେ। ଆଜିର କାହାଣୀକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପୁଣି ଥରେ ଆସିବି ଆଉ ଏକ ସୁନ୍ଦର କଥା ନେଇ। କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଜୟ ଶ୍ରୀରାମ।